ମାନସ କୁମାର ନାୟକ ଛାତ୍ର ଜୀବନରୁ ସମାଜରେ ସେବା କରି ଆସୁଛନ୍ତି। ରାତି ହେଉ ବା ଦିନ ହେଉ, ସୁଖ ହେଉ ବା ଦୁଃଖ ହେଉ, ଲୋକମାନଙ୍କ ସେବା କରି ମାନସ କୁମାର ନାୟକ ସୁନାମଧନ୍ୟ ଅର୍ଜନ କରିଛନ୍ତି। ମାନସ କୁମାର ନାୟକଙ୍କ ଜନ୍ମଦିନ ଅବସରରେ ନିଆରା ଢଙ୍ଗରେ ବନ୍ଧୁମେଳ ଉତ୍ସବ ଏବଂ ଜନ୍ମଦିନ ପାଳନ କଲେ। ଆଜି ଆଧୁନିକ ଯୁଗରେ ଲୋକମାନେ ଜନ୍ମଦିନକୁ ବଡ଼ ବଡ଼ ହୋଟେଲରେ ପାଳନ କରୁଥିବା ବେଳେ ଯୁବ ସମାଜସେବୀ ତଥା ଯୁବନେତା ମାନସ କୁମାର ନାୟକ ହୋଟେଲ ପାଳନ କରି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ବିରସ ଗ୍ରାମ ପଞ୍ଚାୟତ ନିଜ ବାସଭବନରେ ନିଜ ପରିବାର ଏବଂ ବିରସ ଗ୍ରାମ ପଞ୍ଚାୟତ ବାସୀମାନଙ୍କୁ ନେଇ ନିଆରା ଢଙ୍ଗରେ ଜନ୍ମଦିନ ବା ବନ୍ଧୁମିଳନ ଉତ୍ସବ ପାଳନ କଲେ। ଶହ ଶହ ସଂଖ୍ୟାରେ ଲୋକମାନଙ୍କ ପାଇଁ ଭୋଜନ ବ୍ୟବସ୍ଥା କରିଥିଲେ। ଏହିପରି କାର୍ଯ୍ୟକୁ ବିଭିନ୍ନ ବୁଦ୍ଧିଜୀବୀ ମହଲେ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ହରିଚନ୍ଦନ ପାଣିଗ୍ରାହୀ, ସୁଭାଷ ଜେନା, ବଳରାମ ମହନ୍ତ, ସୁଶାନ୍ତ ନାୟକ, ଶରତ ପଲାଇ, ସୁଶାନ୍ତ ମହାନ୍ତିଙ୍କ ସମେତ ବିରସ ଗ୍ରାମ ପଞ୍ଚାୟତର ଶହ ଶହ ସଂଖ୍ୟାରେ ଲୋକମାନେ ଉପସ୍ଥିତ ଥିଲେ। ଆପଣଙ୍କ ନାମ? ହରିଚନ୍ଦନ ପାଣିଗ୍ରାହୀ। ଆପଣ ଯେ ମାନସଙ୍କ ଜନ୍ମଦିନରେ ଯୋଗଦାନ କରିଛନ୍ତି, କ'ଣ କହିଲେ? ମୁଁ ଏବେ ମାନେ ଯୋଗଦାନ ଆଜି କରୁନାହିଁ, ମୁଁ ପ୍ରତିବର୍ଷ ସିଏ ମୋତେ ନିମନ୍ତ୍ରଣ କରେ, ମୁଁ ବି ଆସେ ତାଙ୍କ ପାଖକୁ। ସିଏ ବି ତାଙ୍କ ପଞ୍ଚାୟତର ସମସ୍ତ ସଦସ୍ୟକୁ ବି ସେ ନିମନ୍ତ୍ରଣ କରନ୍ତି, ଆମେ ଆସୁ ଆଉ ସମସ୍ତଙ୍କୁ ଯାହାକୁ ବି ସେ ନିମନ୍ତ୍ରଣ କରେ ସିଏ ସମସ୍ତେ ଆସିକି ନିମନ୍ତ୍ରଣ ରକ୍ଷା କରିକି ଆସନ୍ତି। ଆଉ ଆମେ ଚାହୁଁଛୁ ସିଏ ଆଗକୁ ଏଇଭଳିଆ ଯାଉ, ଆମେ ଆଶୀର୍ବାଦ କରୁଛୁ। ଜଗନ୍ନାଥ ପ୍ରଭୁ ବି ଆଶୀର୍ବାଦ କରନ୍ତୁ, ସିଏ ଯେମିତି ଆଗକୁ ତାର ଭବିଷ୍ୟତ ଉଜ୍ଜଳମୟ ହେଉ। ନମସ୍କାର, ମୁଁ ମାନସ କୁମାର ନାୟକ, ବିରସ ଗ୍ରାମ ପଞ୍ଚାୟତର ଯୁବ ସମାଜସେବୀ ଏବଂ ଯୁବ ନେତା। ଆପଣ ଯେ ଜନ୍ମଦିନ ପାଳନ କରୁଛନ୍ତି, ବହୁତ ସଂଖ୍ୟାରେ ଲୋକମାନେ ଆଜ୍ଞା। ଆସୁଛନ୍ତି, କ'ଣ ବାର୍ତ୍ତା? ସର୍ବପ୍ରଥମେ ମୁଁ ନୂଆବର୍ଷ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ସମସ୍ତଙ୍କ ଦେହ ସୁସ୍ଥ ରହୁ ଏବଂ ସମସ୍ତଙ୍କର ଚଲାପଥ କୁସୁମିତ ହେଉ। ସପରିବାର ମୋର ସାଙ୍ଗସାଥି ଏବଂ ମୋତେ ଭଲ ପାଉଥିବା ବିରସ ଗ୍ରାମ ପଞ୍ଚାୟତର ସମସ୍ତ ଭାଇ ଭଉଣୀ, ବନ୍ଧୁ, ଗୁରୁଜନ, ଲଘୁଜନ ସମସ୍ତଙ୍କୁ ଶୁଭେଚ୍ଛା, ପୁଣି ଥରେ ଅନ୍ତରରୁ ଶୁଭେଚ୍ଛା ଜଣାଉଛି ଏବଂ ମୋତେ ଆଶୀର୍ବାଦ ଦେବେ। ମୋତେ ଆଜି ମୁଁ ଯେଉଁଭଳି ମୋତେ ଆସି ସହଯୋଗ କରିଛନ୍ତି ମୋ ପଞ୍ଚାୟତବାସୀ, ମୋତେ ସେଇଭଳି ସବୁବେଳେ ପାଇଁ ମୋତେ ସହଯୋଗ କରନ୍ତୁ। ମୁଁ ଭାବିନଥିଲି କେବେ ମୋତେ ଆସି ଏତେ ପରିମାଣରେ ଲୋକ ମୋ ଏଇ ଜନ୍ମଦିନରେ ମୋତେ ସହଯୋଗ କରିବେ। ଆଉ ବହୁତ ଯେଉଁମାନେ ଜନ୍ମଦିନ ପାଳନ କରୁଛନ୍ତି ବଡ଼ ବଡ଼ ହୋଟେଲରେ ପାଳନ କରୁଛନ୍ତି, ମୋତେ ସେଇଟା ଠିକ୍ ଲାଗିଲାନି। ମୁଁ ଭାବିଲି ମୁଁ ସମସ୍ତଙ୍କୁ ଡାକି ଆଜି ଆଗାମୀ ନୂଆବର୍ଷ ଏବଂ ମୋ ଜନ୍ମଦିନ ଉପଲକ୍ଷେ ମୋ ଘର, ମୋ ପରିବାରଙ୍କ ସହିତ ମିଶି ଆମେ ଗୋଟେ ଛୋଟ ଧରଣର ଗୋଟେ ରଖିଥିଲି, ଆୟୋଜନ କରିଥିଲି। ସମସ୍ତେ ଆସି ମୋତେ ସହଯୋଗ କରିଥିଲେ, ଧନ୍ୟବାଦ ଦେବି। ଆଉ ସମସ୍ତଙ୍କର ଦେହ ସୁସ୍ଥ ରହୁ, ସମସ୍ତଙ୍କର ମଙ୍ଗଳ ହେଉ। ଆଉ ମୁଁ ଏଇଭଳି ଆଗକୁ ମଧ୍ୟ ଯେତେ ସବୁ ମୋ ପାରୁପଣେ ଯାହା ପାରିବି ମୁଁ ସମସ୍ତଙ୍କୁ ସହଯୋଗର ହାତ ବଢ଼ାଇବି। ଯେଉଁ ଦୁଃଖୀ ରଙ୍କି ଏବଂ ଯେଉଁମାନେ ଅସୁବିଧାରେ ଅଛନ୍ତି ସମସ୍ତଙ୍କ ପାଖରେ ମୋ ଛାତ୍ର ଜୀବନରୁ ଆଜି ପର୍ଯ୍ୟନ୍ତ ମୁଁ କେବେ ସାହାଯ୍ୟ ସହଯୋଗ କରିବାରେ ପଛ ଘୁଞ୍ଚା ଦେଇନି। ମୁଁ ଯେତିକି ପାରେ ରାତି ଅଧରେ ମୁଁ ଶୋଇଥିଲେ ମୋତେ ଯିଏ ବି ଫୋନ୍ କରି ଡାକନ୍ତି, ମୁଁ କିଛି ଡର କୌଣସି ଇଏକୁ ଖାତିର ନ କରି ମୁଁ ତାଙ୍କ ପାଖରେ ଯାଇ ପହଞ୍ଚିଛି। ଆଉ ଯେକୌଣସି ବଡ଼ ବଡ଼ କାହାର ଗୋଟେ ବ୍ଲଡ଼ର ଆବଶ୍ୟକ ପଡ଼ୁ କିମ୍ବା କିଏ ଗୋଟେ ମେଡ଼ିକାଲରେ ପଡ଼ିଥାଉ କିମ୍ବା କୌଣସି ଅନ୍ୟାନ୍ୟ ବାହାଘର ମାନେ ଅନୁଷ୍ଠାନର ଯେଉଁ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରୁ ଶେଖ୍ ସୈୟଦ କାଦିରଙ୍କ ରିପୋର୍ଟ, ଦ ରିପବ୍ଲିକ ଓଡ଼ିଶା 24 ନ୍ୟୁଜ୍।